ଏକ ନିରାଟ ସତ କଥା ଉପରେ ଆଧାରିତ ଗୋଟିଏ ଯୌଥ ପରିବାରର କାହାଣୀ। ଏଇଟା ହେଉଛି ଆପଣଙ୍କର ଗୁଜୁରାଟର ଦୁଇ ଭାଇ, ବାପ ମା ସ୍ତ୍ରୀ ପିଲା ଛୁଆ ନେଇ ଘର ସଂସାର କରି ରହିଥିଲେ। ବହୁତ ଖୁସିରେ ପରିବାରଟି ଚାଲିଥାଏ। ଏଥି ଭିତରେ ବଡ଼ ଭାଇର ପୁଅ ବିଦେଶକୁ ପାଠ ପଢ଼ିବା ପାଇଁ 4 ବର୍ଷ ଚାଲିଗଲେ। ସେତେବେଳେ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା। ସେ ଯେତେବେଳେ ବିଦେଶରୁ ପାଠ ପଢ଼ିକି ଆସେ, ଦେଖେ ଯେ ତାଙ୍କର ଘର ମଝିର ପାଚେରୀ ଉଠିଯାଇଛି। କିନ୍ତୁ ତାକୁ କେହି ଜଣେଇ ନଥିଲେ, କାରଣ ସିଏ ଜାଣିଛି କି ଭାରତବର୍ଷରେ ଯୌଥ ପରିବାରରେ ଯେଉଁ ସୁବିଧା ଥାଏ, ବିଦେଶରେ ଦେଖିଛି ଏକଲା ପରିବାରରେ ସେଇ ସୁବିଧା ନଥାଏ। ତେଣୁକରି ସେ ଆସି ମର୍ମାହତ ହୋଇଯାଇଥିଲା। ବାପା ମାଆଙ୍କୁ ପଚାରିଲା, ଦାଦା ଖୁଡ଼ୀଙ୍କୁ ପଚାରିକି ସେ ବହୁତ ଦୁଃଖୀ ମନେ କଲା। ସେ ଆଉ କାହାରି କିଛି ନ କହି ଗଲା, ଗୋଟେ ଟ୍ରାକ୍ଟର ନେଇକି ଆସିକି ଘର ଅଗଣା ଭିତରେ ଥିବା ମଝି ଯେଉଁ ପାଚେରୀ ଉଠିଥିଲା ତାକୁ ଭାଙ୍ଗିଦେଲା। ସେ ଯାହା କଲା ସେ ଠିକ୍ କରିଛି କି ଭୁଲ କରିଛି, ଆପଣମାନେ ତା'ର ଉତ୍ତର ଦେବେ। କାରଣ ପରିବାର ହିଁ ସ୍ୱର୍ଗ, ପରିବାର ହିଁ ନର୍କ। ପରିବାରକୁ ଯିଏ ସ୍ୱର୍ଗ କରିବାକୁ ଚାହେଁ, ସେ କେବେ ଭାଙ୍ଗିବାକୁ ଚାହେଁନି। ଏଣୁକରି କିଛି ଛୋଟ ଛୋଟ କଥା ନେଇକି ମନମାଳିନ୍ୟ ହେବା ଆଗରୁ ସୁଧୁରି ଯାଅ, ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ହେବ। ଏଣୁକରି ପରିବାର ଠିକ୍ ରହି ଏକାଠି ଥିଲେ ନିଶ୍ଚୟ ଯେତେ ବଡ଼ କଠିନ କାର୍ଯ୍ୟ ଆସିବ ତାକୁ ସୁଧାରି ନେଇପାରିବେ। କଥାଟି ଯଦି ଭଲ ଲାଗିଲା, ଆପଣମାନେ ଲାଇକ୍, ସେୟାର, କମେଣ୍ଟ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।